ସରସ୍ୱତୀ ପୂଜାରେ ଆଖି ମୁଜିଦେଲା 15 ବର୍ଷର ପୁଅ। ଚାହୁଁ ଚାହୁଁ କ୍ଷଣିକ ଭିତରେ ମା କୋଳରୁ ପୁଅକୁ ଛଡ଼େଇ ନେଲା ସେ କାଳ ଯମ। ଏପାଟେ ବାପର ସେ କରୁଣା କାନ୍ଦଣା ସହିତ ସାଇ ପଡ଼ିଶାଙ୍କ କୋଳାହଳ। ମାଟିଏ ଖାଲି ପୁଅ ପୁଅ କହି ଚେତାଶୂନ୍ୟ ହୋଇଯାଉଛି। ବାପର ଆଖିରୁ ଧାର ଧାର ଲୁହ ଝରି ପଡ଼ୁଛି। ବନ୍ଧୁ ବାନ୍ଧବଙ୍କର ଘର ସାମ୍ନାରେ ଲାଗିଛି ଭିଡ଼। ସରସ୍ୱତୀ ପୂଜାରେ କେମିତି ଏମିତି ଘଟିଗଲା ଏତେ ବଡ଼ ଦୁର୍ଘଟଣା, ତାହା ଏପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି। ହଁ ବନ୍ଧୁମାନେ, ଏହି ଲୁହଭରା ସତ ଘଟଣାଟିକୁ ଜାଣିବାକୁ ଚାହୁଁଥିଲେ ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନବରଙ୍ଗପୁର ଅଞ୍ଚଳର ଗୌରାଙ୍ଗ ମାଝୀ, ଯିଏ ବିଲବାଡ଼ିରେ ଚାଷବାସ କରି ତାଙ୍କ ପରିବାରର ପେଟ ପୋଷନ୍ତି, ଆଉ ତାଙ୍କର ପରିବାର କହିଲେ 15 ବର୍ଷର ପୁଅଟିଏ ଆଉ ତାଙ୍କ ସ୍ତ୍ରୀ, ସ୍ୱାମୀ ସ୍ତ୍ରୀ ଦୁହେଁ କେତେ ପୂଜା ବ୍ରତ କରି 5 ବର୍ଷ ପରେ ପୁଅଟିକୁ ପାଇଥିଲେ। ସେମାନେ ଦୁଇଜଣ ଦେବଦେବ ମହାଦେବଙ୍କର ପରମ ଭକ୍ତ। ସେମାନେ କୁଆଡ଼େ ମହାଦେବଙ୍କ କୃପାରୁ ପୁଅଟିକୁ ପାଇପାରିଥିଲେ। ସେଥିପାଇଁ ପୁଅର ନାମ ରଖିଥିଲେ ଭୋଳା। ପୁଅଟି 10ମ ଶ୍ରେଣୀରେ ପାଠ ପଢ଼ୁଥିଲା। ଆଉ କିଛି ଦିନ ଭିତରେ ବୋର୍ଡ଼ ପରୀକ୍ଷା ମଧ୍ୟ ଦେଇଥାନ୍ତା। ହେଲେ ଆଜି ଭଳି ସରସ୍ୱତୀ ପୂଜାରେ ପିଲାଟି ସହିତ ଘଟିଗଲା ବହୁତ ବଡ଼ ଅଘଟଣ। ଭୋଳା ତାର କିଛି ସାଙ୍ଗମାନଙ୍କୁ ଧରି ସ୍କୁଲ ଅଭିମୁଖେ ବାହାରିଲା। ସ୍କୁଲରେ ସରସ୍ୱତୀ ପୂଜା ସହିତ ଖାଇବା ପିଇବାର ମଧ୍ୟ ବ୍ୟବସ୍ଥା ହୋଇଥିଲା। ସେଥିପାଇଁ ସ୍କୁଲରେ ସବୁକିଛି ସରୁ ସରୁ ସନ୍ଧ୍ୟା ଆସି 5ଟା ହୋଇଗଲା। ତାପରେ ସମସ୍ତେ ଯିଏ ଯାହା ଘରକୁ ପଳାଇଲେ। କିନ୍ତୁ ଭୋଳା ଆଉ ତାର କିଛି ସାଙ୍ଗମାନେ ମଜାମସ୍ତି କରି ରାତି 8ଟା ବେଳେ ଘରକୁ ଫେରୁଥିଲେ। ତାର ଜଣେ ସାଙ୍ଗ ଭୋଳାକୁ କହିଲା, ଆରେ ତୁ ଯଦି ସତରେ ସାହସୀ ହେଇଥିବୁ ତାହେଲେ ତୁ ସେଇ ରୋଡ଼ ପାଖରେ ଥିବା ମଶାଣି ପାଖରୁ ବୁଲିକି ଆସିବୁ। ସେଉଠୁ ଭୋଳା କହିଲା, ଏଇ ଗୋଟେ କଥା, ମୁଁ କ'ଣ ସେ ମଶାଣିକୁ ଯାଇପାରିବିନି? ତମେମାନେ ଏଇଠି ଠିଆ ହୋଇଥାଅ, ମୁଁ ଏଇ ଗଲି ଆଉ ଏଇ ଆସିଲି। ମଶାଣି ପାଖରୁ ଫେରି ଭୋଳା ଦେଖିଲା ବେଳକୁ ତା ସାଙ୍ଗମାନେ ଆଉ ସେଠାରେ ନାହାନ୍ତି। କିନ୍ତୁ ତାର ସାଙ୍ଗମାନେ ଗୋଟିଏ ଗଛ ପଛପଟେ ଲୁଚି ଭୋଳାକୁ ଲକ୍ଷ୍ୟ କରିଥାନ୍ତି। ଭୋଳା ସେମାନଙ୍କୁ ଯେତେ ଡାକିଲା ପରେ ବି କେହି କୁଆଡ଼େ ଶୁଣିଲେ ନାହିଁ। ସେଉଠୁ ଭୋଳାକୁ ଟିକିଏ ଭୟ ଲାଗିଲା। ଜଙ୍ଗଲିଆ ରାସ୍ତା, ଅନ୍ଧାର ରାତି, କେହି କୁଆଡ଼େ ନାହାନ୍ତି। ତାପରେ ଭୋଳା ଧୀରେ ଧୀରେ ଆଗକୁ ଚାଲିବାକୁ ଲାଗିଲା। କିନ୍ତୁ ହଠାତ୍ ସେ କ'ଣ ଦେଖିଲା କେଜାଣି, ସେଇଠି ତଳେ ଟଳି ପଡ଼ିଲା। ତାପରେ ତା ସାଙ୍ଗମାନେ ତାକୁ ଘରକୁ ନେଇଗଲେ। କିନ୍ତୁ ସେ ଜମା ଆଖି ଖୋଲିଲା ନାହିଁ। ମାଟି ପୁଅର ଏପରି ଅବସ୍ଥା ଦେଖି ପାଗେଲାଣୀ ଭଳି କାନ୍ଦିବାକୁ ଲାଗିଲା। ଆଉ ସେପାଟେ ଡାକ୍ତର ବାବୁଙ୍କୁ ଫୋନ୍ କରି ଡକାଗଲା। ଡାକ୍ତର ବାବୁ ଭୋଳାକୁ ଦେଖି କହିଲେ, ରୋଗୀଟି କୌଣସି ଏକ ଭୟଭୀତ ଘଟଣା ଦେଖି ଏମିତି ଅବସ୍ଥାକୁ ଚାଲିଯାଇଛି। ସେ ସିନା ବଞ୍ଚିଛି, ହେଲେ ଖାଲି ଗୋଟିଏ ଜିଅନ୍ତା ଶବ ଭଳି। କିନ୍ତୁ ଯଦି ତାକୁ ବଡ଼ ମେଡ଼ିକାଲରେ ଚିକିତ୍ସା କରାନ୍ତି ତେବେ ଭଲ ହେବାର ମାତ୍ର କିଛି ଗ୍ୟାରେଣ୍ଟି ମଧ୍ୟ ନାହିଁ। ତାପରେ ବାପା ମା ଡାକ୍ତର ବାବୁଙ୍କ ଠାରୁ ଏମିତି କଥା ଶୁଣି ସେ ଦେବଙ୍କର ଦେବ ମହାଦେବଙ୍କୁ କହିବାକୁ ଲାଗିଲେ, ହେ ଠାକୁରେ, ତୁମେ କ'ଣ ମୋର ପରୀକ୍ଷା ନେଉଛ? ତୁମେ କ'ଣ ଜାଣିନ ଯେ ଦିନେ କାମ ନ କଲେ ମୋ ଘରେ ଚୁଲି ଅଚଳା ବୋଲି? ହେ ଠାକୁରେ, କେଉଁଠୁ ଆଣିବି ଏତେ ପଇସା? କେମିତି କରିବି ମୋ ପୁଅର ଚିକିତ୍ସା? ଠାକୁରେ, ଏଇ ତୁମରି ପୁଅ, ତୁମେ ତାକୁ ଦେଇଥିଲ, ତୁମେ ଆଜି ତାକୁ ରକ୍ଷା କର ପ୍ରଭୁ, ତୁମେ ଆଜି ତାକୁ ରକ୍ଷା କର। ମୋର ତୁମ ପାଖରେ ଏତିକି ମିନତି, ନହେଲେ ଆମେ ଦୁହେଁ ଆଜି ଆତ୍ମହତ୍ୟା କରିବୁ। ଏମିତି କିଛି କ୍ଷଣ ଭିତରେ ପୁଅଟିର ହାତ ଗୋଡ଼ ହଲିବାରେ ଲାଗିଲା। ଆଉ ସେ ଧୀରେ ଧୀରେ ଆଖି ଖୋଲିବାକୁ ଲାଗିଲା। ତାପରେ ସାଇ ପଡ଼ିଶାର ଲୋକମାନେ ଶଙ୍ଖ ହୁଳହୁଳିରେ ଦାଣ୍ଡକୁ ପ୍ରକମ୍ପିତ କରାଇ ଉଠିଲେ। ଆଉ ସମସ୍ତେ ଏକ ସ୍ୱରରେ କହିଲେ, ହେ ଦେବଙ୍କର ଦେବ ମହାଦେବ, ତୁମେ ଏମିତି ସର୍ବଦା ତୁମ ଭକ୍ତ ଉପରେ କୃପା ଢାଳି ଦେଉଥାଅ ପ୍ରଭୁ, କୃପା ଢାଳି ଦେଉଥାଅ। ସମସ୍ତେ ଏମିତି ଭୁଲ କରିଥାନ୍ତି, ହେଲେ ସେ ଠାକୁର ଭକତର କାନ୍ଦଣା ଆଗରେ ସବୁକିଛି ଭୁଲିଯାଇ ତାକୁ ସାହାଯ୍ୟ କରିବାକୁ ଚାଲି ଆସନ୍ତି। ପ୍ରଭୁଙ୍କ ମହିମା ଥିଲେ ମୃତ ଦେହରେ ଜୀବନ ପୁଣି ଫେରି ଆସିବ। ଅନ୍ଧ ବି ପୁଣି ଦେଖିପାରିବ, ଆଉ ମୂକ ବି ପୁଣି କଥା କହିପାରିବ। ହଁ ବନ୍ଧୁମାନେ,
ଆପଣମାନେ ଯଦି ମହାଦେବଙ୍କୁ ଭକ୍ତି କରୁଥିବେ ଆଉ ଯଦି ସତ୍ୟରେ ହୃଦୟରୁ ଭଲ ପାଉଥିବେ ତେବେ ଦୟାକରି ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ କମେଣ୍ଟରେ ଲେଖିବାକୁ ଜମାରୁ ବି ଭୁଲିବେନି। ଜୟ ଭୋଳାଶଙ୍କର।